ସାମ୍ବାଦିକ ସମ୍ବନ୍ଧ ସାର୍ ଆମର ଶ୍ରୀ ମୁରଳୀଧର ଉର୍ମାଲ ଓଏସ୍ ତହସିଲଦାର କମ୍ ସବ୍ ରେଜିଷ୍ଟର ଲାଠିକଟା ସେ ତାଙ୍କର କାଲି ବିଶେଷ ସୂତ୍ରରୁ ଆମେ ଖବର ପାଇଲୁ ଯେ ସେ ବିଭିନ୍ନ ଲୋକଙ୍କ ପ୍ରାୟ 5 ଲକ୍ଷ ଟଙ୍କା ଅନ୍ୟାୟ ଉପରେ କଲେକ୍ସନ କରିଛନ୍ତି ଏବଂ ସେ ଉକ୍ତ ଟଙ୍କା ଧରି ତାଙ୍କର ଗାଡ଼ିରେ ଅଫିସ ଗାଡ଼ିରେ ତାଙ୍କର ବାସଭବନ ରାଉରକେଲା ସିଭିଲ ଟାଉନସିପ୍କୁ ଆସିବାର ଥିଲା। ସେ ଖବର ପାଇ ଆମେ ଭିଜିଲାନ୍ସ ଲାଠିଗଡ଼ା ପାଖରେ ଜଗିଥିଲୁ ଏବଂ ତାଙ୍କୁ ଇଣ୍ଟରସେପ୍ସନ୍ କରାଗଲା। ତାଙ୍କ ପାଖରୁ 5 ଲକ୍ଷ ଟଙ୍କା ବାହାର କରାଗଲା। ସେ 5 ଲକ୍ଷ ଟଙ୍କା ବାବଦରେ ପଚାରିବାରୁ ସେ କିଛି ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ, ଯାହାଫଳରେ ସେ ସବୁ ଆମେ ଜବତ କଲୁ ଏବଂ ତାଙ୍କ ନାଁରେ ଗୋଟିଏ ଆୟରବାରବତୀ ସମ୍ପତ୍ତି ଫୁଲ କରୁଥିବା ମାମଲା ରୁଜୁ ହେଇଛି ଏବଂ ତାଙ୍କର ସିଭିଲ ଟାଉନସିପ୍ରେ ଥିବା LIC କଲୋନୀ ଏବଂ କରମଡିହି ଘରରେ ରେଡ୍ ହେଇ ଆମର ଯେଉଁ ଡକୁମେଣ୍ଟ ଯାହା ବାହାରିଲା ସବୁ ଜବତ ହେଇଛି। ଆଉ ଯାହାର କ'ଣ କ'ଣ ଜବତ ହେଇଛି ପଟା ଗୁଡ଼ାକ ଜବତ ହେଇଛି, କିନ୍ତୁ ତାଙ୍କର ଯେଉଁ କାଲକୁଲେସନ୍ ହେଇଛି ବିଲ୍ଡିଂ ସମ୍ପତ୍ତି ଟୋଟାଲ 2,60,26,000 ତାଙ୍କର ଦାମ ଅଛି। ବିଲ୍ଡିଂ 73 ଲାକ୍ସର ଅଛି। 6ଟା ପ୍ଲଟ୍ ଅଛି 22,90,000। ବ୍ୟାଙ୍କ ପୋଷ୍ଟାଲ ଇନ୍ସୁରାନ୍ସ ଡିପୋଜିଟ୍ 75,31,000। ଭାଇକିଲ 9,68,000। ହାର୍ଡ କେସ୍ 5,74,000। ହାଉସ ହୋଲ୍ଡ ଆର୍ଟିକିଲ 13,51,000 ଏବଂ ଗୋଲ୍ଡ ଅର୍ଣ୍ଣାମେଣ୍ଟ 605 ଗ୍ରାମ ବାହାରିଛି, ଯାହାର ମୂଲ୍ୟ 55 ଲକ୍ଷ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ କ'ଣ ତାଙ୍କୁ ଏଇ କେସ୍ରେ ଆରେଷ୍ଟ କରାହେଇଛି ଏବଂ ତାଙ୍କୁ ଆମେ କୋର୍ଟକୁ ପଠାଇବୁ ଆଜି। ୟା ପାଇଁ କିଛି କେହି କମ୍ପ୍ଲେନ୍ କରିଥିଲେ କି ଆପଣଙ୍କ ନିଜେ ନା, ଏଇଟା ଏଜ୍ ପର୍ ଆମର ପ୍ରୋସିଜିଓର ଅନୁସାରେ ନିଜେ ଭିଜିଲାନ୍ସ ଅଫିସର ତଦନ୍ତ କରିକି ସେ କମ୍ପ୍ଲେନ୍